जय जगन्नाथ पिलाମାନେ ସାହିତ୍ୟାଞ୍ଚନ ଚ୍ୟାନେଲକୁ ସ୍ୱାଗତ। ଆଜିର କ୍ଲାସଟି ରଚନାର ଶେଷ ପର୍ଯ୍ୟାୟରେ ଏଥିରେ ଶେଷ ଅଂଶକୁ ଆଲୋଚନା କରିବା। ଆମେମାନେ ପୂର୍ବ କ୍ଲାସରେ ଆମେ ପଢ଼ିଥିଲେ ସାକ୍ଷାତ ସଂଶୟ ପର୍ଯ୍ୟନ୍ତ। ଏବେ ପଢ଼ିବା ବିଚିତ୍ର ବକ୍ସିସ ବାସ୍ନା। ଏ ହେଉଛି এই ପରିଚ୍ଛେଦଟି ତୁମର ହେଉଛି 38ତମ ପରିଚ୍ଛେଦ। ଏଥିରେ ଆଲୋଚନା ହେଇଛି ଲଛମା ଓ ବାଦଲ ସିଂହ ପୁରସ୍କାର ପାଇବା କଥା, କାରଣ ସେମାନେ ନବାବଙ୍କୁ ଖୁସି କରିଛନ୍ତି, ତାଙ୍କ ଶତ୍ରୁକୁ ହତ୍ୟା କରିଛନ୍ତି, ବଧ କରିଛନ୍ତି। ବାଦଲ ସିଂହଙ୍କୁ ପୁରସ୍କାର ସ୍ୱରୂପରେ ମେଦିନପୁର ଜିଲ୍ଲା ଅନ୍ତର୍ଗତ ବଣବିଷ୍ଣୁପୁର ପରଗଣା ଗ୍ରାମକୁ ପ୍ରଦାନ କଲେ। ଦ୍ୱିତୀୟ ଜଣକ ଯେଉଁ ଉମେଦୱାର କହିଛି ଯେ ହଜୁର ମୋ ଭଗିନୀ ସହିତ ଏହି ହାବିଲଦାରଙ୍କୁ ବିବାହ ଦିଆଯାଉ, ନିଜେ ସେ ଉମେଦୱାର ମାନେ ଲଛମା ନିଜକୁ ଉମେଦୱାର ବୋଲି ନବାବ ସାହେବଙ୍କ ଆଗରେ କହିଛି। ସେଥିରେ କ'ଣ ହେଇଛି କି ପାନରାକୁ ଯେତେବେଳେ ଠାରୁ ବାଦଲ ଦେଖିଛି ସେ ପୁରା ଅଭିଭୂତ ହୋଇ ପଡ଼ିଛି। ତା ମୁହଁରେ ଲଛମାର ସ୍ମୃତି ସବୁ ଭାସି ଯାଉଛି। ତେବେ ସେ ଦୁଇ ଜଣ ଯାକ ଶତ୍ରୁକୁ ବଧ କରିଥିବାରୁ ତାଙ୍କୁ ପୁରସ୍କାର ଦେବା ପାଇଁ ନବାବ ସ୍ଥିର କରିଛନ୍ତି। ବାଦଲ ସିଂହ କହିଲା, ହଜୁର ମୋର କିଛି ପ୍ରାର୍ଥନା ନାହିଁ। ତାର ଏହି ଭାବ ଦେଖିକି ଯେଉଁ ଦର୍ଶକ ମଣ୍ଡଳୀ ସବୁ ଉପସ୍ଥିତ ଥିଲେ ରାଜସଭାରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହାପରେ ଆଉ ଡକା ହେଲା ଯେ ଆଉ ଜଣେ ଯାହାକୁ ଥିଲା ଦେବାର ପୁରସ୍କାର, ତାକୁ ଉମେଦୱାର ହାଜର ବୋଲି ଡକାଗଲା। ଡାକରା ଯେତେବେଳେ ହେଲା ସେତେବେଳେ ସେ ଆସିକି ଉପସ୍ଥିତ ହେଲା। ଗୋଟେ ନିଭୃତ ସ୍ଥାନରେ ସେ ପାନରାଟି ଠିଆ ହୋଇକି ବାଦଲ ସିଂହଙ୍କୁ ଗୋଟେ ଧ୍ୟାନରେ ଚାହିଁଥାଏ। ଯେତେବେଳେ ନକିବ ତାକୁ ଡାକିଲା ସେ ଧୀରେ ଧୀରେ ଆଗକୁ ଆସିଲା। ଲୋକମାନେ ବାଟ ଛାଡ଼ି ଦେଉଥାନ୍ତି। ପାନରା ଆସିକିରି ସ୍ଥିର ହୋଇକି ଠିଆ ହେଲା। ଗୋଟେ ବିଖ୍ୟାତ ବୀରକୁ ହତ୍ୟା କରିଥିବାରୁ ତା ଭିତରେ ସାହସ ଥିଲା, ଗୋଟେ ଭିନ୍ନ ପ୍ରକାରର ଲଜ୍ଜା, ଭୟ, ସଙ୍କୋଚ ଯେମିତି ତା ଭିତରେ ଏକୀଭୂତ ହୋଇଯାଇଥିଲା। ନବାବ ସାହେବଙ୍କର ବାରମ୍ବାର ଆହ୍ୱାନରେ ସେ ବାଦଲ ସିଂହଙ୍କୁ ଇଜ୍ଜତ ଦୃଷ୍ଟିପାତ ପୂର୍ବକ ଆଗକୁ ଆସିଲା। ନବାବ ସାହେବ ସ୍ନେହ ଆଦରରେ ତାକୁ ଆରେ ଛୋକରା, ତୁ ଖିଲତ ପାଇବାର ଯୋଗ୍ୟ, ଅର୍ଥାତ୍ ତୁ ପୁରସ୍କାର ପାଇବାର ଯୋଗ୍ୟ ବୋଲି ତାକୁ ଖୁସିରେ ଡାକୁଥାନ୍ତି। ଆନନ୍ଦରେ ସ୍ନେହ ଆଦର ପୂର୍ବକ ପଚାରିଛନ୍ତି, ତୋର କ'ଣ ଇଚ୍ଛା? ନବାବ ସାହେବଙ୍କ ହୁକୁମ ଶୁଣି ପାନରା କ'ଣ ଉତ୍ତର ଦେବ କିଛି ଜାଣିପାରିଲା ନାହିଁ। ତଳକୁ ମୁହଁ କରି ଗୋଡ଼ର ବୁଢ଼ା ଆଙ୍ଗୁଠିରେ ଭୂଇଁ ଉପରେ ଗାରେଇବାକୁ ଲାଗିଲା। ଦରବାରରେ ସବୁ ଲୋକ ତା ଆଡ଼େ ଚାହିଁଥାନ୍ତି। ସେ ଆହୁରି ସଙ୍କୁଚିତ ହୋଇଯାଇଥାଏ, ତାକୁ ଲଜ୍ଜା ଲାଗୁଥାଏ। ନବାବ ସାହେବଙ୍କର ଯେଉଁ ବାରମ୍ବାର ପ୍ରଶ୍ନ ପଚାରିବା ଯୋଗୁଁ ହଠାତ୍ ତା ମୁହଁରୁ ବାହାରି ପଡ଼ିଲା, ମୋ ଭଉଣୀ ସହିତ ଏହି ହାବିଲଦାରଙ୍କୁ ବିବାହ ଦିଆଯାଉ। ନବାବ ସାହେବ ମନରେ ସ୍ଥିର କରିଥିଲେ ଯେ ଏଇ ଉମେଦୱାର ହାବିଲଦାରୀ ମାଗିବ କିମ୍ବା ମନସବାଦାରୀ ମାଗିବ କିମ୍ବା ଅନ୍ୟ କୌଣସି ଚାକିରି ପ୍ରାର୍ଥନା ନିଶ୍ଚିତ ଭାବରେ କରିବ, ସେ ଏଇଟା ଭାବିଥିଲେ। କିନ୍ତୁ ଏଇ ଯେଉଁ ବକ୍ସିସ୍ ସେ ମାଗିଲା ତାର ବଡ଼ କାମ ପାଇଁ, ସେଥିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ସମସ୍ତେ ପରସ୍ପରକୁ ଚାହିଁବାକୁ ଲାଗିଲେ, ସମସ୍ତ ପରସ୍ପର ମୁହଁକୁ ଚାହିଁବାକୁ ଲାଗିଲେ। ଦରବାରରେ ସମସ୍ତେ ତାପରେ ଧୀରେ ଧୀରେ ହସର ଗୁଞ୍ଜରଣ ଶୁଭିଲା। ବାଦଲ ସିଂହ ସେଠି ଦାରଭୂତ ମୁରାରୀ ଭଳି ଠିଆ ହୋଇଥାଏ, ସ୍ଥିର ହୋଇଯାଇଥାଏ। ପାନରାକୁ ଥରେ ଚାହିଁକିରି ଭାବିଲା, ଲୋକଟା କ'ଣ ବାୟା ହୋଇଯାଇଛି। ନବାବ ସାହେବ ବାଦଲ ପ୍ରତି ଦୃଷ୍ଟିପାତ କରି କହିଲେ, ଦେଖ ହାବିଲଦାର, ଭଗବାନଙ୍କର ଆଲ୍ଲାଙ୍କର ତୋ ପ୍ରତି ଆଶୀର୍ବାଦ ଅଛି। ତୁ ରାଜା ହେଲୁ, ଜମିଦାରୀ ପାଇଲୁ, ପୁଣି ତୋତେ ଗୋଟେ ନୂଆ ସ୍ତ୍ରୀ ମଧ୍ୟ ମିଳିବ। ବାଦଲ ସ୍ଥିର ହୋଇଯାଇଛି, କାରଣ ତା ମନରେ ଲଛମା ଛଡ଼ା ସେ କାହାକୁ ଆଉ ସ୍ଥାନ ଦେଇନି। ନବାବ ସାହେବ ତାକୁ ପୁଣି ପ୍ରଶ୍ନ କଲେ। ବାରମ୍ବାର ପ୍ରଶ୍ନ କରିବା ଫଳରେ ସେ ଉତ୍ତର ଦେଲେ, ମୋ ପ୍ରତିଜ୍ଞା ଆପଣ ଜାଣିଛନ୍ତି, ଦୁନିଆର ଦୌଲତରେ ମୋର ପ୍ରୟୋଜନ ନାହିଁ। ଗୟା କ୍ଷେତ୍ରରେ ମୁଁ ପିତୃତର୍ପଣ କରି ପିତୃଋଣ ଶୁଝିବି। ଏଇ କାମଟି ମୋର ବାକି ରହିଛି।
ମୁଁ ଯଦି କୌଣସି ଭୁଲ କରିଥାଏ ମୋତେ ତାର କ୍ଷମା ଦେଇଦେବେ। ଆଉ ମୁଁ ଯେଉଁ ମୋ ସ୍ତ୍ରୀଟାରେ ପ୍ରତିଜ୍ଞା କରିଥିଲି ଏକପତ୍ନୀ ବ୍ରତ ଧାରଣ କରିବି ବୋଲି, ମୁଁ ସେଇଥିରେ ହିଁ ସ୍ଥିର ରହିବି। ଆଉ ଯାବଜ୍ଜୀବନ ମୋ ସ୍ତ୍ରୀକୁ ହିଁ ଧ୍ୟାନ କରିବି। ଦ୍ୱିତୀୟ ପତ୍ନୀ ଗ୍ରହଣ କରିବାର ଇଚ୍ଛା ମୋ ଭିତରେ ନାହିଁ। ନବାବ ସାହେବ ମୁସ୍ତାଫା ପ୍ରତି ଦୃଷ୍ଟିପାତ କଲେ। ବାଦଲ ସିଂହଙ୍କୁ କହିଲେ, ବୁଝାଇକି କହିଲେ। ମୁସ୍ତାଫା ଓ ବାଦଲ ସିଂହ ମଧ୍ୟରେ ବିଶେଷ ସ୍ନେହ ସମ୍ପ୍ରତି ଥିଲା। ତେଣୁ ମୁସ୍ତାଫାକୁ ସେ କହିଲେ ଯେ ତାକୁ ଟିକେ ବୁଝାଇବା ପାଇଁ ବାଦଲ ସିଂହଙ୍କୁ। ଏବଂ ମୁସ୍ତାଫା ନାନା ସାହେବଙ୍କ ଅଭିପ୍ରାୟ ଯେତେବେଳେ ଜାଣିସାରିଲେ, ସେତେବେଳେ କହିଲେ ବାଦଲକୁ ସମ୍ବୋଧନ କଲେ, ତୁମେ ଜବାନ ଲୋକ, ତୁମେ ଦୁନିଆଦାରୀ କଥା କୁହ, ତୁମେ କାହିଁକି ଏଭଳି କଥା କହୁଛ ଯେ ମୁଁ ଏକପତ୍ନୀ ବ୍ରତରେ ରହିବ ଜୀବନ ସାରା, ସେ ସ୍ତ୍ରୀର ସ୍ନେହକୁ ମନେ ପକାଇକି ବଞ୍ଚିବ, ଏକଥା କାହିଁକି କହୁଛ? ଏଇଟା ବି ଗୋଟେ ହୁକୁମ କରିଛନ୍ତି। ଆଉ ତୁମ ପାଇଁ ଏଇଟା ଗୋଟେ ସୁଯୋଗ, ତୁମେ ଏଇ ସୁଯୋଗକୁ ଗ୍ରହଣ କର। ମୁସ୍ତାଫା ଯେଉଁ ବ୍ୟବସ୍ଥା ଦେଲେ, ଯେଉଁ କହିଲେ ଗ୍ରହଣ କରିବା ବ୍ୟବସ୍ଥା ଯେଉଁ ଦେଲେ, ସେ ବାଦଲ ସିଂହ ତାଙ୍କୁ ହୃଦୟଙ୍ଗମ କରିପାରିଲା କି ନାହିଁ ସେ କଥା ଜଣାପଡ଼ିଲା ନାହିଁ। କାରଣ ମୁସଲମାନ ଆକାଶରେ ଅସଂଖ୍ୟ ତାରା ବିରାଜିତ। ବାଦଲ ହୃଦୟ ଆକାଶରୁ ଗୋଟିଏ ଚନ୍ଦ୍ର ଅସ୍ତ ହୋଇଯାଇଛି। ଆଉ ଗୋଟିଏ ଚନ୍ଦ୍ରକୁ ସେ ଗ୍ରହଣ କରିବା ପାଇଁ ସେ କେବେ ଚାହୁଁନାହିଁ। ତା ଆଖି ଅଶ୍ରୁପୂର୍ଣ୍ଣ ହୋଇଗଲା, ତା ମନସ୍କାମନା ପୂର୍ଣ୍ଣ ହୋଇଯାଇଛି। ସେ ସେଥିପାଇଁ ସ୍ଥିର ଥିଲା। କିନ୍ତୁ ତାର ଯେଉଁ ପ୍ରାଣ ପ୍ରତିମା ଲକ୍ଷ୍ମା କଥା ତାର ମନେ ପଡ଼ିଲା। ସେ ତା ଜୀବନରେ ଆହୁରି କିଛି କର୍ତ୍ତବ୍ୟ ଅଛି ବୋଲି ଚିନ୍ତା କରିପାରିଲା ନାହିଁ। ତାର ଯେଉଁ ସମ୍ପତ୍ତି ନଷ୍ଟ ହୋଇଛି, ତାର ଯେଉଁ ପଦଗୌରବ ଯାଇଛି, ଯେଉଁ ଶତ ସହସ୍ର ରାଜତ୍ୱ ନଷ୍ଟ ହୋଇଛି, ତାର କ୍ଷତିପୂରଣ ସେ କରିପାରିବ ନାହିଁ। କିନ୍ତୁ ଯାହାକୁ ସ୍ତ୍ରୀ ଭାବରେ ଗ୍ରହଣ କରିଥିଲା ତା ପ୍ରତି ତ ସେ ତାର କର୍ତ୍ତବ୍ୟକୁ ତୁଲେଇବ, କର୍ତ୍ତବ୍ୟ ପୂରଣ କରିବ, ନିର୍ବାହ କରିବ, ଏକଥା ସେ ଚିନ୍ତା କରିଛି। ବାଦଲର ପତ୍ନୀ ପ୍ରେମ, ପତ୍ନୀ ମମତା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଅନ୍ୟମାନେ। ପାନରା ତାକୁ ଶୁଣିକି ତା ଆଖିରୁ ଅଶ୍ରୁଧାରା ବୋହିବାକୁ ଲାଗିଛି। ବାଦଲ ମନ କଷ୍ଟ କରୁଛି, ଏକଥା ମଧ୍ୟ ତା ପାଇଁ ଅସହ୍ୟ ହେଉଛି। ମୁସ୍ତାଫା ଦୁଇ ଜଣଙ୍କୁ ଲକ୍ଷ୍ୟ କରି କହିଲେ, ନବାବ ସାହେବଙ୍କୁ କହିଲେ, ବାଦଲ ତାହାର ପିତାମାତା ସକାଶେ କାନ୍ଦୁଛି, ଆଉ ଉମେଦୱାର ତା ଭଉଣୀକୁ ବାଦଲକୁ ବିବାହ ଦେବା ପାଇଁ ଚାହୁଁଛି, କିନ୍ତୁ ସେ ଅସ୍ୱୀକାର କରିଥିବାରୁ ସେ କାନ୍ଦୁଛି। ତେଣୁ ତାଙ୍କ ଦୁଇ ଜଣଙ୍କର ବିଚାର କରାଯିବ, ପରବର୍ତ୍ତୀ ସମୟରେ ବିଚାର କରାଯିବ ବୋଲି ଏହି ପ୍ରସ୍ତାବ ଦେଇ ସଭାକୁ ଦରବାରକୁ ଭଙ୍ଗ କରାଯାଇଛି। ନବାବ ସାହେବଙ୍କ ଆଦେଶ ଅନୁସାରେ ନାଜିର ଉମେଦୱାର ପାଇଁ ଗୋଟିଏ ବସା ନିରୂପଣ କରାଯାଇଛି। ସେ ଗୋଟିଏ ସ୍ଥାନରେ ରହିବ ବୋଲି। ଏହାପରେ ପରବର୍ତ୍ତୀ ଆସିଲା ଆମର ଅନ୍ୱେଷଣ। ଏହି ଅଧ୍ୟାୟରେ ଲଛମା ଛଦ୍ମବେଶୀ ପାନରା ଅନ୍ୱେଷଣ କରିଛି ବାଦଲ ସିଂହକୁ, କିନ୍ତୁ ବାଦଲ ସିଂହକୁ ପାଇନି। ତାପରେ ଶୁଣିବାକୁ ପାଇছে ବାଦଲ ସିଂହ ବସାରେ ନାହିଁ, ସେ ଖୋଜି ଖୋଜି ଥକି ଯାଇଛି। ତାପରେ ଯେଉଁ ସ୍ଥାନକୁ ସେ ଯାଇଛି ସେ ସ୍ଥାନରେ କେହି ତାର ପରିଚୟ ଦେଇପାରିନାହାନ୍ତି, ମାନେ ତାର କେଉଁଠି ଅଛି ତାର ସୂଚନା ଠିକ୍ ଭାବରେ ଦେଇପାରିନାହାନ୍ତି। ଆଶା ଓ ଭୟଙ୍କର ତା ଭିତରେ ଯେଉଁ ଆଶା ଆକାଂକ୍ଷା ଆଉ ନାନା ପ୍ରକାର ଅମଙ୍ଗଳ ଆଶଙ୍କା ତା ମନରେ ଆସିଛି। ସେ କିଛି ସମୟ ପାଇଁ ସ୍ତମ୍ଭୀଭୂତ ହୋଇଯାଇଛି। ଯେତେ ପରେ ଯେଉଁ ଲୋକକୁ ସେ ଅତି ପାଖରୁ ପାଇଥିଲା, ସେ କୁଆଡ଼େ ସେଠୁ ଉଭାନ ହୋଇଯାଇଛି। ତା ମନ ଭିତରେ ଯେଉଁ ଆଶା ଆକାଂକ୍ଷା ଧୀରେ ଧୀରେ ମଉଳିବାକୁ ଲାଗିଛି। ପରବର୍ତ୍ତୀ ମୁହୂର୍ତ୍ତରେ ପାନରା କର୍ଣ୍ଣରେ କଥା ପଡ଼ିଛି, ହାବିଲଦାର କେତେବେଳେ ବାହାରକୁ ଗଲେ ପାନରା ପଚାରିଛି ପ୍ରହରୀକୁ। ନାନା ପ୍ରକାର କଥା ସେ ଶୁଣିକି ତାପରେ ଜଣଙ୍କ ଠାରୁ ଜାଣିବାକୁ ପାଇଛି, ଜଣେ ପ୍ରହରୀ ତାକୁ କହୁଛି ଯେ ଯେହେତୁ ପାନରା ସେଠି ପାନ ବିକ୍ରି କରୁଥିଲା, ସେ ସମସ୍ତଙ୍କ ପାଇଁ ପରିଚିତ ଥିଲା। ଆଉ ତା ସହିତ ନବାବ ତାକୁ ଅନୁଗ୍ରହ କରିଛନ୍ତି, ତାକୁ ପ୍ରଶଂସା କରିଛନ୍ତି, ତାକୁ ବକ୍ସିସ୍ ଦେବା ପାଇଁ ଚାହିଁଛନ୍ତି। ତେଣୁ ଯେତେବେଳେ ସେ ଅତି ଆଶଙ୍କାରେ ଭୟରେ ଯାଇକି ଖୋଜିବାକୁ ଲାଗିଛି ବାଦଲ ସିଂହର ପରିଚୟ, ବାଦଲ ସିଂହ କେଉଁଆଡ଼େ ଯାଇଛି ବୋଲି ପଚାରିବାକୁ ଚାହିଁଛି, ସେତେବେଳେ ତାକୁ ଗୋଟେ ପ୍ରହରୀ କହିଛନ୍ତି ହଜୁର ହାବିଲଦାର ବାହାରକୁ ଯାଇଛନ୍ତି। ପାନରା ମନରେ ଗୋଟେ ଭୟଙ୍କର
ଅମଙ୍ଗଳ ଆଶଙ୍କା ଉପସ୍ଥିତ ହୋଇଛି, କାଳେ କିଛି ଅସୁବିଧା ହେବ। ପୁଣି ପରବର୍ତ୍ତୀ ମୁହୂର୍ତ୍ତରେ ଆସିକି ପାନର ତା କାନରେ କହିଛି ବାହାରକୁ ଯାଇଛନ୍ତି, ଅଧୈର୍ଯ୍ୟ ହୁଅନ୍ତୁନି, ଏଇଟା ସତ କଥା। ସେ ତାପରେ ପଚାରିଛି କେତେବେଳେ ଯାଇଛନ୍ତି? ପ୍ରହରୀ କହିଲା ରାତ୍ରି 1 ଦଣ୍ଡ ସମୟରେ ଯାଇଛନ୍ତି। କେଉଁ ସ୍ଥାନକୁ ଯାଇଛନ୍ତି ନା ସେ କଥା ଆମକୁ ଜଣା ନାହିଁ, କେବେ ଫେରିବେ ମଧ୍ୟ ଆମକୁ ଜଣା ନାହିଁ। ପାନରା ପଚାରି ସେ କ'ଣ ନବାବଙ୍କ ମହଲକୁ ଯାଇଛନ୍ତି? ସେ କହିଲେ ନା ନା, ସେ ସିଆଡ଼େ ଯାଇନାହାନ୍ତି, କାରଣ ସେ ଗୋଟେ ସାମାନ୍ୟ ବେଶରେ ଯାଇଛନ୍ତି। ପାନରା ନିରୁତ୍ତର ହୋଇଯାଇଛି। ସେ ଭାବିଛି ମନରେ କେଉଁଠିକୁ ସେ ଯାଇପାରିଥିବେ। ଧୀରେ ଧୀରେ ଦ୍ୱିତୀୟ ପ୍ରହର, ତୃତୀୟ ପ୍ରହର, ରାତିର ଅତିକ୍ରମ ହେବାରେ ଲାଗିଛି। 2-3 ଥର ପହରା ବଦଳି ସରିଲାଣି। ସେ ସେମିତି ଚାହିଁଛି କେତେବେଳେ ବାଦଲ ସିଂ ଆସିବ ବୋଲି। ତଥାପି ପ୍ରତ୍ୟେକ ଘରକୁ ଯାଇକି ଖୋଜି ଆସୁଛି, କାଳେ କେଉଁଠି ଥିବ ତା ଭିତରେ, ଆସିପାରୁଛି କି ନାହିଁ। ଗୋଟିଏ ଗୃହ ରହିଛି ଯେଉଁଠିକି ସେ ଯାଇପାରି ନାହିଁ, ସେଇ ଦ୍ୱାର ପାଖରେ ଯାଇକି ସେ ବସି ପଡ଼ିଛି। ସକାଳ ହେଲା। ନବାବ ସାହେବ ତଲବ କଲେ ବାଦଲ ସିଂ ବସାର ନାହାନ୍ତି, କେଉଁଆଡ଼େ ଯାଇଛନ୍ତି ତାଙ୍କୁ ଖୋଜିବାକୁ ଲାଗିଲେ। ସ୍ଥିର କରାହେଲା ବାଦଲ ସିଂ ମୁର୍ଶିଦାବାଦ ସହରରେ ନାହାନ୍ତି। ପାନରାକୁ ନବାବ ସାହେବଙ୍କର ତଲବ ହେଲା। ସେ ହଠାତ୍ ପୀଡ଼ିତ, ଶଯ୍ୟାଗତ ଏବଂ ଉତ୍ଥାନ ଶକ୍ତି ରହିତ, ହେଲେ ପ୍ରତିକ୍ଷଣ ବାଦଲ ସିଂ ସମ୍ବନ୍ଧରେ ସେ ସମାଚାର ସଂଗ୍ରହ କରିବାକୁ ବ୍ୟସ୍ତ ଥାଏ। ପାନରାଟି ଶରୀର ଅସୁସ୍ଥ ହେଲେ ମଧ୍ୟ ସେ ସବୁବେଳେ ବାଦଲ ସିଂର ସମ୍ବାଦକୁ ଅପେକ୍ଷା କରିକି ଥାଏ। ଧୀରେ ଧୀରେ ତା'ର ଜ୍ୱର ବୃଦ୍ଧି ହେଲା। ନବାବ ସାହେବ ହାକିମଙ୍କୁ ପଠାଇକି ତାର ଚିକିତ୍ସା କରିଲେ। ତୃତୀୟ ଦିବସର ଶେଷ ରାତିରେ ସ୍ୱପ୍ନ ଦେଖିଲା ଯେ ନକ୍ଷତ୍ରମଣ୍ଡଳର ଉପରିଭାଗରେ ପିତୃଲୋକଙ୍କର ସଭା ବସିଛି। ସେଠି ନିଷ୍ପାପ ନିଷ୍କଳଙ୍କ ମାନବାତ୍ମା ସମସ୍ତେ ଦେବ ବିଗ୍ରହ ଧାରଣ କରି ସେଠି ବିରାଜିତ ଅଛନ୍ତି ଏବଂ ଯେଉଁ ମାନବାତ୍ମାଙ୍କର ପୁତ୍ରକନ୍ୟାମାନେ ଗୁଣୀବାନ, ବିଦ୍ୱାନ, ଯଶସ୍ୱୀ, ନିଷ୍ଠାପର, ସେମାନଙ୍କର ଆସନ ରହିଛି ଉଚ୍ଚରେ। ପାନରେ ଦେଖିଲା ତାହାର ପିତା ଦେଓକଳି ସିଂହର ଆତ୍ମା ସେହି ସଭାର ଦ୍ୱାରସ୍ଥମାନଙ୍କ ଦ୍ୱାରା ବିଶେଷ ରୂପେ ଭିନ୍ନ ଜାଗାରେ ରହିଛି। ଆଉ ସେ ଦ୍ୱାରଦେଶରେ ମାନେ ପୁରା ବିଷଣ୍ଣ ଆଉ କ୍ଷୁଣ୍ଣ ନିରାଶ ଭାବରେ ଦଣ୍ଡାୟମାନ ଅଛି। ପୃଥିବୀକୁ ଏକ ଲୟରେ ନିରୀକ୍ଷଣ କରିକି ଚାହିଁଛି। ପିଣ୍ଡହୀନ ଅପବିତ୍ର ଆତ୍ମା ପ୍ରତି ସଭାରେ ପ୍ରବେଶ ନିଷେଧ ରହିଛି, କାରଣ ଯେଉଁମାନେ ପିଣ୍ଡ ପାଇଛନ୍ତି ସେମାନେ ପବିତ୍ର, ଆଉ ଯେଉଁମାନେ ପିଣ୍ଡ ନ ପାଇଛନ୍ତି ସେମାନେ ଅପବିତ୍ର, ତେଣୁ ସେମାନେ ପ୍ରବେଶ କରିପାରୁନାହାନ୍ତି। ପାନରର ନିଦ୍ରା ଭଙ୍ଗ ହୋଇଯାଇଛି। ସେ ଆପଣଙ୍କ ନିଜକୁ ଧିକ୍କାର କରିଛି ଯେ ମୁଁ ତାଙ୍କ କୁଳର ଏକମାତ୍ର ବଂଶଧର। ପିତାଙ୍କର ଆତ୍ମା ଉଦ୍ଧାର କରି ଦ୍ୱିତୀୟ ଆଉ କେହି ନାହାନ୍ତି। ମୋ କର୍ତ୍ତବ୍ୟ କର୍ମରେ ମୁଁ ତ୍ରୁଟି କରିଛି, ତେଣୁ ପିତାଙ୍କ ଆତ୍ମାକୁ ଉଦ୍ଧାର କରିବା ମୋ ପାଖରେ ବଡ଼ କର୍ତ୍ତବ୍ୟ। ପାନରା ସେଠୁ ଯେତେବେଳେ ଆରୋଗ୍ୟ ଲାଭ କରିଛି, 5ମ ଦିନ ଠାରୁ ସେ ମୁର୍ଶିଦାବାଦ ସହରରୁ ବାହାରି ଆସିଛି। ଏହାର ପରବର୍ତ୍ତୀ ଅଧ୍ୟାୟ ହେଉଛି ଗୟାକ୍ଷେତ୍ର। ଏଠି ଗୟାସୁରକୁ ବଧ କରିଛନ୍ତି, ଏହି ସ୍ଥାନରେ ବଧ କରିଥିଲେ, ତେଣୁ ଏ କ୍ଷେତ୍ରର ନାଁ ହେଇଛି ଗୟାକ୍ଷେତ୍ର। ଆଉ ଏଇଟା ଗୋଟେ ପୁଣ୍ୟମୟ ଧାମ। ଭାରତ ଭୂମିର ସମସ୍ତ ପ୍ରଦେଶରୁ ଏଠିକି ଲୋକ ସହସ୍ର ସହସ୍ର କୋଶ ଅତିକ୍ରମ କରିକି ଏଠିକି ଆସନ୍ତି, ପିତୃଲୋକଙ୍କ ସଦ୍ଗତି କାମନା କରି ଏ ପୁଣ୍ୟମୟ ସ୍ଥାନରେ ପିଣ୍ଡ ପ୍ରଦାନ କରନ୍ତି। ସୀତାଦେବୀ ମଧ୍ୟ ବନବାସ ସମୟରେ ଗୟା ସହରର ପାଷାଣମୟ ସୌଧ ଶ୍ରେଣୀର ପାଦଦେଶରେ ପିତୃଲୋକଙ୍କ ପାଇଁ ଫଲ୍ଗୁ ନଦୀରେ ବାଲୁକା ପିଣ୍ଡ ଅର୍ପଣ କରିଥିଲେ। ଏଇଠି ଗୋଟେ ସବୁଠାରୁ ପବିତ୍ର ସ୍ଥାନ। ସେଇ ପବିତ୍ର ସ୍ଥାନକୁ ଯିବା ପାଇଁ ବାହାରିଛି ଲଛମା। ଆଗରୁ ବାଦଲ ସିଂହ ଯାଇସାରିଛି ପିତୃମାତୃଙ୍କ ପିଣ୍ଡଦାନ ଉଦ୍ଦେଶ୍ୟରେ। ଲଛମା ମଧ୍ୟ ବାହାରିଛି। ଭାସ୍କର ପଣ୍ଡିତଙ୍କୁ ହତ୍ୟା କରିବା, ବାପା ମାଆଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିଥିବା ଅବକାଶରେ ଦୁହେଁ ଯାଇଛନ୍ତି ପିଣ୍ଡଦାନ କରିବା ପାଇଁ। ଗୟାର ପଣ୍ଡାଙ୍କ ସମ୍ମୁଖରେ ସେମାନଙ୍କ ସମ୍ମୁଖରେ ବସିକି ମନ୍ତ୍ର ପାଠ କରୁଛନ୍ତି। ପାନରାର ପିତୃଶ୍ରାଦ୍ଧ ସମ୍ପନ୍ନ ହୋଇଯାଇଛି। ତା'ର ପ୍ରକୃତ ନାମ, ପ୍ରକୃତ ଗୋତ୍ର, ପ୍ରକୃତ ବେଶ ଏଇଟା କହିବା ନିହାତି ଦରକାର। ତେଣୁ ସେ ଧର୍ମ କାର୍ଯ୍ୟରେ କପଟ ନ କରି ନିଜର ସମସ୍ତ ପରିଚୟ ସେଠି ପ୍ରଦାନ କରିଛି ଏବଂ ବାଦଲ ମଧ୍ୟ ସେଠି ତା'ର ଶ୍ରାଦ୍ଧ କରିବା ସମୟରେ ନିଜର ପ୍ରକୃତ ପରିଚୟ ପ୍ରଦାନ କରିଛି। ଯେତେବେଳେ ଉଭୟଙ୍କର ଶୁଣିଛନ୍ତି, ସେତେବେଳେ ପ୍ରକୃତ ନାମ, ପ୍ରକୃତ ଗୋତ୍ର, ପ୍ରକୃତ ବେଶ
ଏଇଟା ସେମାନେ ଯେତେବେଳେ ଜାଣିଛନ୍ତି ତାଙ୍କ ଭିତରେ ଗୋଟିଏ ଅଲଗା ପ୍ରକାରର ଭାବନା ସୃଷ୍ଟି ହେଇଛି, ଯାହାକି ପରବର୍ତ୍ତୀ ଅଧ୍ୟାୟ ଅପୂର୍ବ ମିଳନରେ ଆଲୋଚନା କରାଯାଇଛି। ଏହି ଅପୂର୍ବ ମିଳନ ଶୀର୍ଷକର ଯେଉଁ ପରିଚ୍ଛେଦ ରହିଛି ସେଥିରେ ଦେଖିବାକୁ ମିଳିଛି ଯେ ବାଦଲ ସିଂହ ଆଉ ଲଛମା ମଧ୍ୟାହ୍ନ ସମୟରେ ବିଷ୍ଣୁ ପାଦରେ ପିଣ୍ଡଦାନ କରୁଛନ୍ତି। ଦୁଇ ଯଜମାନ ବସିଛନ୍ତି। ଯେତେବେଳେ ମନ୍ତ୍ରପାଠରେ ପ୍ରକୃତ ଗୋତ୍ର ନାମ ସ୍ଥାନ ପିତୃପୁରୁଷଙ୍କ ନାଁ ଉଚ୍ଚାରଣ କରାଯାଇଛି ସେତେବେଳେ ସେମାନେ ପରସ୍ପରକୁ ଆଶ୍ଚର୍ଯ୍ୟ ଦୃଷ୍ଟିରେ ଚାହିଁଛନ୍ତି। ଏଇଟା ସ୍ୱପ୍ନ କି ଦେବଙ୍କର ମାୟା ଏକଥା ଚିନ୍ତା କରିପାରିନାହାନ୍ତି। ପିଣ୍ଡଦାନ ସମୟରେ ଏ ଦୃଶ୍ୟ ଅତ୍ୟନ୍ତ ମନୋଲୋଭ ହେଇଛି। ଉଭୟଙ୍କ ମନରେ ସମାନ ଭାବନା ଆଉ ସନ୍ଦେହ ନାହିଁ। ପ୍ରତ୍ୟକ୍ଷ ପ୍ରମାଣ ସେମାନଙ୍କୁ ମିଳିଛି। ଅକାଟ୍ୟ ଲୌହ ଚୁମ୍ବକ ପରି ଦୁଇଜଣ ପରସ୍ପର ଆଡ଼କୁ ଧାବିତ ହୋଇଛନ୍ତି। ଲଛମା ବାଦଲ ସିଂହର ପାଦଦ୍ୱୟ ଧରିଛି। ବାଦଲ ସିଂହ ଲଛମାକୁ ଦୃଢ଼ ରୂପରେ ଧାରଣ କରିଛି। କାହା ମୁହଁରେ କଥା ନାହିଁ। ବାଳକ ବାଳିକା ପରି ପରସ୍ପର ଦୁଇଜଣଙ୍କୁ ଦେଖି ଚିତ୍କାର କରିକି କାନ୍ଦୁଛନ୍ତି। ଅନ୍ୟ ଦିଗରେ ଗୋଟି ଭିକାରୁଣୀ ବୃଦ୍ଧା ସ୍ତ୍ରୀ ଏହି ସୁଫଳ ଗ୍ରହଣ ସକାଶେ ବସିଅଛନ୍ତି। ସେମାନେ ପୁଷ୍ପମାଳାରେ ସେମାନଙ୍କର ହସ୍ତବଦ୍ଧ ହୋଇଛି। ସେହି ବୃଦ୍ଧା ଗୋଟି ଧାଇଁଲେ, ଆରେ ମେରି ଲଛମାରେ, ଆରେ ମେରି ବାଦଲରେ କହିକିରି ସମସ୍ତ ଜାତି ସମସ୍ତ ପଣ୍ଡା ତଟସ୍ଥ ହୋଇକି ଅପୂର୍ବ ମିଳନ ଦେଖୁଛନ୍ତି। ଚିହ୍ନାଇବାର ଆବଶ୍ୟକତା ଆଉ ନାହିଁ। ବୃଦ୍ଧା ସ୍ତ୍ରୀ ଗୋଟି ଲଛମାର ଶାଶୁ ଆଉ ବାଦଲ ସିଂହର ମା ଓ ବାଦଲ ସିଂହର ଶାଶୁ। ଅପୂର୍ବ ମିଳନ ହେଇଛି ସେମାନଙ୍କ ମଧ୍ୟରେ। ପରବର୍ତ୍ତୀ ଅଧ୍ୟାୟ ହେଉଛି ବଂଶ ପରିଚୟ। এই ବଂଶ ପରିଚୟରେ ଦେଖିବାକୁ ମିଳିଛି, ଆଲୋଚନା କରାଯାଇଛି କେଉଁ ବିଷୟରେ, ଯେ ଲଛମା ବାଦଲ ସିଂହର ବଂଶର ପରିଚୟ ଏଥିରେ ବର୍ଣ୍ଣନା କରି ମହାତ୍ମା କର୍ଣ୍ଣେଲ ଟଡ୍ ସାହେବଙ୍କ କଥା ବର୍ଣ୍ଣନା କରାଯାଇଛି ଏଥିରେ। କାରଣ ମହାତ୍ମା କର୍ଣ୍ଣେଲ ଟଡ୍ ସାହେବ ରାଜପୁତନା ସ୍ଥିତ ବିଗତ ତାଙ୍କର ଯେଉଁ ବୀରତ୍ୱ କାହାଣୀ ଜଗତକୁ ଶୁଣାଇବା ଉଦ୍ଦେଶ୍ୟରେ ଭାରତବାସୀଙ୍କ ଠାରୁ ଧନ୍ୟବାଦ ପାଇଛନ୍ତି। କାରଣ ଏଇ ଯେଉଁ ବୀରତ୍ୱ କାହାଣୀ ତାହାଠାରୁ ଶୁଣିଥିଲେ। ତେଣୁ ମହାତ୍ମାଙ୍କ ସଂଗୃହୀତ ରାଜସ୍ଥାନ ନାମକ ପୁସ୍ତକରୁ ଜଣାଯାଏ ଯେ 1193 ଖ୍ରୀଷ୍ଟାବ୍ଦରେ ଆର୍ଯ୍ୟବର୍ତ୍ତ ଭୂମିରେ ମହାରାଜ ପୃଥ୍ୱୀରାଜ ଏବଂ ମହାରାଜ ଜୟଚନ୍ଦଙ୍କ ବଶଂବଦ୍ଧ ହୋଇ ବହୁ ବର୍ଷ ଧରି ପରସ୍ପର ସହିତ ଯୁଦ୍ଧ ହୋଇଥିଲା ଏବଂ ଉଭୟ ନିସ୍ତେଜ ଓ ନିର୍ଦ୍ଧନ ହୋଇପଡ଼ିଥିଲେ। ଏହି ସମୟରେ ଯବନ ବୀର ଶାହାବୁଦ୍ଦିନ ପାଣ୍ଡବ ତିଳକ ଧର୍ମପୁତ୍ର ଯୁଧିଷ୍ଠିରଙ୍କ ପବିତ୍ର ହସ୍ତିନାପୁରୀ ହସ୍ତଗତ କରି ଜୟଚନ୍ଦ ବିରୁଦ୍ଧରେ ଯୁଦ୍ଧଯାତ୍ରା କରିଥିଲେ। ଆଉ ଜୟଚନ୍ଦ ଅର୍ଥଶୂନ୍ୟ ହୋଇଥିଲେ। ଦୈବ୍ୟବିମୁଖ ସମୟରେ ଅପ୍ରତ୍ୟାଶିତ ଭାବରେ ସର୍ବଦିଗରୁ ବିପଦ ରାଶି ଆସିକି ବିପଦ ତାଙ୍କ ଆଗରେ ଉପସ୍ଥିତ ହୋଇଥିଲା। ସେମାନଙ୍କର ସାମନ୍ତ ସେନାପତି ଓ ବଂଶଧରମାନେ ଆର୍ଯ୍ୟବର୍ତ୍ତ ଭୂମିରେ ବିକୀର୍ଣ୍ଣ ହୋଇପଡ଼ିଥିଲେ ଏବଂ ନାନା ସ୍ଥାନରେ ଗୋଟିଏ ଛୋଟ ଛୋଟ କ୍ଷୁଦ୍ର ରାଜ୍ୟ ଏବଂ ରାଜବଂଶ ସ୍ଥାପନ କରିଥିଲେ। ସେ ରାମ ଶରଣ ସିଂହ ଆଉ ଦୀନଦୟାଲ ସିଂହ ଏହି ଦୁଇଜଣ ସାମନ୍ତ ନାନା ଦେଶ ଭ୍ରମଣ କରିବା ପରେ ଅବଶେଷରେ ରୋହିଲା ଖଣ୍ଡରେ ଯାଇକି ନିଜର ବାସସ୍ଥାନ ସ୍ଥିର କରିଥିଲେ। ଲଛମାର ପିତା ଦେଓକଳି ସିଂହ ହେଉଛନ୍ତି ସେମାନଙ୍କର ବଂଶଧର। ଆଉ ରୋହିଲା ଖଣ୍ଡ ନିବାସୀ ସମର ବ୍ୟବସାୟୀ ଆଉ ଲୁଣ୍ଠନକାରୀ ଜାତି ଥିଲେ। ସେତେବେଳେ ସେମାନେ ସମସ୍ତେ ମୁସଲମାନ ଧର୍ମୀ ଥିଲେ। ହିନ୍ଦୁମାନେ ସେମାନଙ୍କ ସହିତ ଯୋଗଦାନ କରିନାହାନ୍ତି। କିନ୍ତୁ ଦେଓକଳି ସିଂହ ଆଉ ହରଭଜନ ସିଂହ ଲୁଣ୍ଠନକାରୀମାନଙ୍କ ସହାୟତା କରିଥିବାର ବର୍ଣ୍ଣନା କରିଛନ୍ତି କିଏ ନା ମହାତ୍ମା କର୍ଣ୍ଣେଲ ଟଡ୍ ସାହେବ ତାଙ୍କ ବହିରେ, ତାଙ୍କ ପୁସ୍ତକରେ। ବାଦଲର ମାତା ଶ୍ୟାମାବାଇ, ଲଛମାର ମାତା ରୁକ୍ମାବାଇ ଦୁଇଜଣ ହେଉଛନ୍ତି ସରଳ ଏବଂ ସଚ୍ଚରିତା ପତିପରାୟଣ ନାରୀ। ସ୍ୱାମୀମାନଙ୍କ ଦୁଶ୍ଚରିତ୍ର ସେମାନଙ୍କ କର୍ଣ୍ଣଗୋଚର ହେବାରୁ ସବିନୟ ହିତୋପଦେଶ ଏବଂ ଆନ୍ତରିକ ଯତ୍ନରେ ସେମାନଙ୍କୁ ସନ୍ମାର୍ଗଗାମୀ ସେମାନେ କରାଇଛନ୍ତି। ଆଉ ସେମାନଙ୍କର ପାପ ବିମୋଚନ ନିମନ୍ତେ ନାନା ତୀର୍ଥସ୍ଥାନ ପରିଭ୍ରମଣ କରିଛନ୍ତି। ଏହି ତୀର୍ଥସ୍ଥାନ ପରିଭ୍ରମଣରେ ସେମାନେ ଉତ୍କଳକୁ ମଧ୍ୟ ଆସୁଥିଲେ, ଯେଉଁଠାରେ କି ବର୍ଗୀମାନଙ୍କର ଶିକାର ହେଇଥିଲେ। ଏଇଟା ହେଉଛି ଦେଓକଳ ସିଂହ ଆଉ ହରିଭଜନ ସିଂଙ୍କର ବଂଶ ପରିଚୟ। ଏମାନେ ପ୍ରକୃତରେ କେଉଁ ସ୍ଥାନରୁ ଆସିଥିଲେ ଆଉ କାହିଁକି ଉତ୍କଳ ଆସୁଥିଲେ, ଏଇଟା ହେଉଛି ତା'ର ଯେ ସେମାନେ ଯେଉଁ ଭୁଲ କାମ କରିଥିଲେ, ଯେଉଁ ଲୁଣ୍ଠନକାରୀମାନଙ୍କର ସହାୟତା କରିଥିଲେ,
ଏଇଟା ଗୋଟେ ପାପ ଥିଲା। ଉଭୟଙ୍କ ନାରୀ ଥିଲେ, ଉଭୟଙ୍କ ସ୍ତ୍ରୀ ଥିଲେ ସରଳ ଏବଂ ଧାର୍ମିକ। ତେଣୁ ସେମାନେ ସ୍ୱାମୀ ଦୁଇ ଜଣଙ୍କର ପାପକୁ ବିମୋଚନ କରିବା ପାଇଁ ନାନା ତୀର୍ଥସ୍ଥାନ ପରିଭ୍ରମଣ କରୁଥିଲେ। ଜଗନ୍ନାଥ ଉତ୍କଳକୁ ଯେତେବେଳେ ଆସିଛନ୍ତି ଜଗନ୍ନାଥ ଧାମ ଦର୍ଶନ କରିବା ପାଇଁ, ସେହି ସମୟରେ ବର୍ଗୀମାନଙ୍କ ଦ୍ୱାରା ଆକ୍ରମଣର ଶିକାର ହେଇଛନ୍ତି। ଏଇଟା ହେଉଛି ତାଙ୍କର ବଂଶ ପରିଚୟ। এই ବଂଶ ପରିଚୟ ଆମେ ମହାତ୍ମା କର୍ଣ୍ଣେଲ ଟଡ଼ ସାହେବଙ୍କ ରଚନାରୁ ଆମେ ଜାଣିବାକୁ ପାଇଲେ। ତାଙ୍କର ଯେଉଁ ପୁସ୍ତକ ରହିଛି ସେ ପୁସ୍ତକରୁ ଏ ବିଷୟରେ ଜଣାପଡ଼ିଛି। ଏ ଥିଲା ସେମାନଙ୍କର ବଂଶ ପରିଚୟ। ଶେଷରେ ଆମେ ଦେଖିବା ବର୍ତ୍ତମାନ ଉପସଂହାର। ଉପସଂହାରରେ କ'ଣ ଦେଖିବାକୁ ମିଳିଛି? ଯେ ଧାର୍ମିକ ସତୀମାନଙ୍କର ସନ୍ତାନ ସନ୍ତତି, ସ୍ତ୍ରୀମାନଙ୍କର ସନ୍ତାନ ସନ୍ତତି ସବୁବେଳେ ସୁଖ, ଯଶ, ସୌଭାଗ୍ୟ ଭୋଗ କରିଥାନ୍ତି। ଧର୍ମନିଷ୍ଠା, ପ୍ରଜାବାତ୍ସଲ୍ୟ, ପରୋପକାରିତା, ଦାନଶୀଳତା ପ୍ରଭୃତି ସଦ୍ଗୁଣରେ ମଣ୍ଡିତ ହୋଇ ରାଜା ଓ ରାଣୀ ଭାବରେ ଯାବତ୍ ଜୀବନ ସୁଖ ଭୋଗ କରନ୍ତି। ଆଉ ଏହା ହିଁ ହେଉଛି ମଣିଷର ଭାଗ୍ୟ। ବାଦଲସିଂହ ଲଛମାର ଭାଗ୍ୟ ଯେମିତି ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତିତ ହୋଇଛି, ସେଥିରୁ ଜଣାପଡ଼ୁଛି ମଣିଷର ଭାଗ୍ୟ ହେଉଛି ପରିବର୍ତ୍ତନଶୀଳ। ଆଉ ସେମାନେ ନିଜର ପିତାମାତାଙ୍କ କର୍ମ ଅନୁସାରେ ସୁଖ ଭୋଗ କରିଛନ୍ତି। ପିଲାମାନେ, ତୁମର ଏ ଉପନ୍ୟାସଟି ଏତିକିରେ ସମ୍ପୂର୍ଣ୍ଣ ହେଇଛି। ଲଛମା ଉପନ୍ୟାସ ସମ୍ପୂର୍ଣ୍ଣ ହେଇଛି। ମୁଁ ଏହାର କୋଶ୍ଚିନ୍ ସବୁ ତୁମମାନଙ୍କୁ ସର୍ଟସରେ ଦେଇଦେବି। ଭାବୁଛି ତୁମର ଆଉ କୌଣସି ପ୍ରକାରର ଅସୁବିଧା ଏ ଉପନ୍ୟାସଟି ବୁଝିବାରେ ହେବନି। ରଖିଲି।